ବାଙ୍ଗାଲୋରରେ ଯେଉଁ ମହିଳାର ବୀଭତ୍ସ ହତ୍ୟାକାଣ୍ଡ ଘଟଣାରେ ଯେଉଁ ଅଭିଯୁକ୍ତ ମୁକ୍ତି ରଞ୍ଜନଙ୍କ ସାନ ଭାଇ ଆମ ସହିତ ଅଛନ୍ତି। ଯେ ଏଇ ଘଟଣା ଘଟିବା ପରେ ମୁକ୍ତି ରଞ୍ଜନ ପାଖାପାଖି 10 ଦିନ ତାର ସାନ ଭାଇ ସାଙ୍ଗରେ ଥିଲେ ଏବଂ ସମ୍ପୂର୍ଣ୍ଣ କଥା ତାର ସାନ ଭାଇକି କହିଛନ୍ତି। ତ ଆମେ ତାଙ୍କ ସହିତ କଥା ହେବା, କ'ଣ ତାଙ୍କ ଭାଇ କହିଥିଲେ ଏ ବାବଦରେ ଇଏ କ'ଣ ଜାଣିଛନ୍ତି, ସିଧା କଥା ହେବା। ଏ ଯେଉଁ ଘଟଣା ଘଟିଛି, ଯେଉଁ ଅଭିଯୋଗ ଆପଣଙ୍କ ଭାଇ ଘଟେଇଛନ୍ତି, ତାପରେ ଆସିକି ଆପଣ ପାଖରେ ରହିଥିଲେ, କେତେ ଦିନ ରହିଥିଲେ, କ'ଣ ସବୁ ଆପଣଙ୍କୁ କହିଛନ୍ତି? ଆଜ୍ଞା ମୋ ପାଖରେ 9 ରୁ 10 ଦିନ ରହିଛି। ରହିଲା ପରେ ଆଜ୍ଞା ସେ ମୋତେ କହିଥିଲା କି 3 ଦିନ ରହିଲା, 3 ଦିନ ପରେ କହିଲା କି ମୁଁ ଏମିତି ଏମିତି ଗୋଟେ କରିକି ଆସିଛି ବୋଲି। ତ କହିଲି କ'ଣ ପାଇଁ କରୁଛୁ କି, କହିଲା କି ସେ ପୁରା ବ୍ଲାକମେଲିଂ ମୋତେ କରୁଥିଲା, ଜମା ଛାଡ଼ୁନଥିଲା। ମୁଁ ଘରକୁ ପଇସା ଦେଇପାରିନି, ତୁମେ ଦୁଇ ଭାଇ ଭଲସେ ପଢ଼ି ପାରିଲନି, ଘର କରିକି ବି କମ୍ପ୍ଲିଟ୍ କରିପାରିନି, ଆଉ ବାରମ୍ବାର ମୋ ଠାରୁ ପଇସା ବହୁତ ନେଇଛି, ହିସାବ ନାହିଁ। ଆଉ ସୁନା ଚେନ୍ ବି ନେଇଛି। ମୁଦି 3 ଭାଇଙ୍କର କରିଥିଲେ ଏକା ଟାଇପ୍ର ପିନ୍ଧିବା ଭଳି 3 ଭାଇ, ତା ଦେହରେ ବି ଗୋଟେ ସେ ନେଇଛି। ନେଲା ପରେ ତାପରେ ଯେତେବେଳେ ଇଏ ଚାହିଁଲା କି କେରଳକୁ ଟ୍ରାନ୍ସଫର୍ ହେବା ପାଇଁ, ତାକୁ ଇଏ ଜାଣିପାରିକି ଝିଅ ଜଣକ ଯାଇକି ବାଟରେ ଅଟକେଇଛନ୍ତି। ସେ ଯେଉଁ ମହିଳାଙ୍କ ସହିତ ଆପଣଙ୍କ ଭାଇର ମାନେ କେମିତି କ'ଣ ସମ୍ପର୍କ ହେଲା? ସେ କେତେ ମାସ ହେଲା ସେ ତାଙ୍କ ସାଙ୍ଗରେ ଏକାଠି ରହୁଥିଲେ ନା ନାହିଁ, କ'ଣ ତାଙ୍କ ସହିତ ସମ୍ପର୍କ? ସେ 2 ଭାଇ ରହୁଥିଲେ ସାଙ୍ଗରେ, କିନ୍ତୁ ସେ ଝିଅ ଜଣକ ମୋ ଜାଣିବାର କାମ କରନ୍ତି ସେ ଗୋଟେ କମ୍ପାନୀର। ଆଜ୍ଞା ସାଙ୍ଗ ରହୁନଥିଲେ, ସାଙ୍ଗର ମୋ ଭାଇ ଜଣେ ରହୁଥିଲେ, 2 ଭାଇ ଆମର ରହୁଥିଲେ ସାଙ୍ଗ। ଚିହ୍ନା କେମିତି ହେଲା କ'ଣ? ଚିହ୍ନା ସାର୍ କହିନାହାନ୍ତି, କିନ୍ତୁ କମ୍ପାନୀର 2 ଜଣ କାମ କରନ୍ତି ଗୋଟେ କମ୍ପାନୀର। ତ କ'ଣ ପାଇଁ ତାଙ୍କୁ ଏମିତି ମାରିଲେ, ମାରିକି କାଟିଲେ, କ'ଣ ଭାବୁଥିଲେ, କାହିଁକି ଏମିତି ହେଇଥିଲା? ସିଏ ଭାଇର କହିବା କଥା ଥିଲା କି ମାନେ ଅସହ୍ୟ ଟର୍ଚର ତାକୁ କରୁଛନ୍ତି, ସେଇଥିପାଇଁ ସେ ଏଭଳିଆ କରୁଛି। ତ ଏମିତି କାଟିକି ଫ୍ରିଜରେ ରଖୁଛନ୍ତି ଭାଇ କହିଥିଲେ? ଭାଇ କହିଥିଲେ କି ଯେତେବେଳେ ତାଙ୍କୁ କେରଳ ଯାଉଥିଲେ ବାଟର ଗାଡ଼ି ନେଇକି, ତ ତାଙ୍କୁ ସିଏ ଅଟକେଇଥିଲେ, ମହିଳା ଜଣକ ଅଟକେଇକି ମିଛରେ କହିଥିଲେ କି ଇଏ ମୋତେ କିଡ଼ନାପ୍ କରୁଛି, ଲୁକା ଲୁକା ଆସିକି ମାରିଥିଲେ। କାରଣ ସିଏ କର୍ଣ୍ଣାଟକରୁ 30 ରୁ 35 ବର୍ଷ ହେବ ମୂଳ ବାସିନ୍ଦା ହେଇସାରିଲେଣି, ଭାଇ କହିବା କଥା ହେଲା। ତାପରେ ଭାଇ ଯେତେବେଳେ ଯାଉଥିଲେ ଇଏ କଲା ପରେ ମାରିଛନ୍ତି ଲୋକ, ମାରିକି ତାପରେ ପୁଲିସ ହ୍ୟାଣ୍ଡ ଓଭର କରିଛନ୍ତି। ପୁଲିସ ବି ଆଜ୍ଞା କର୍ଣ୍ଣାଟକ ପୁଲିସ ତାଙ୍କ ଘରୁ 1000 ଟଙ୍କା ଫାଇନ୍ ବି ନେଇଛନ୍ତି, ମାରିଛନ୍ତି ବି। ବାଡ଼େଇଲା ପରେ ସେ ଆସି ରୁମ୍ରେ ଥିଲେ। ପୁଣି ରାତିର ତାଙ୍କ କହିବା ଭାଇ ମାନେ ତାଙ୍କ ଭାଇ ସಮೇତ କିଏ ଜଣେ ଅଛନ୍ତି ଗୁଣ୍ଡା ଭଳି, ତାଙ୍କ ଭାଇ ସಮೇତ 3 ଜଣ ଯୁବକ ଆସିଥିଲେ। ତାଙ୍କୁ ରାସ୍ତାକୁ ଡାକିକି ନେଇକି ଜବରଦସ୍ତି କହିଥିଲେ କି ସେ ଝିଅ ଯାହା କହୁଛି ସେଇଆ କର, ଯାହା ମାଗୁଛି ତାକୁ ଦେ, ନହେଲେ ତୋ ଭାଇ ତୋତେ ମାରିଦବୁ। ତାପରେ ଝିଅ କଲ୍ କଲା, ତାପରେ ଭାଇ ଯାଇଛନ୍ତି ତାଙ୍କ ରୁମ୍ ଗଲା ପରେ ଭାଇ କହୁଥିଲେ କି ସେ ଗୋଟେ ଛୁରୀ ରଖିଥିଲା, କାଢ଼ିକି କହିଲା କି ତତେ ମାରିକି କାଟିକି ପ୍ରେସର କୁକରରେ ସିଝେଇକି ବାଥରୁମ୍ରେ ପକେଇଦେମି, ତ ତାପରେ ତୋ ଭାଇ କାଟି କୁକୁର ଉକେଇଦେମି, କେହି ଖବର ବି ପାଇବେନି, ମୁଁ ଯାହା କହୁଛି ସେଇଆ କର। ଆଉ ସେ କ'ଣ କହୁଥିଲା ଭାଇ ମୋତେ ସେ କଥା କହିନାହାନ୍ତି। ଆଉ ଏତିକି କହିଥିଲେ କି ତୁ କେବେ ଯଦି ବି ଆମ ଧରା ପଡ଼େ, କେବେ ବି ତୁମେ ବେଙ୍ଗଲୋର ଯିବନି, କାରଣ ତା ଭାଇ ଜଣେ ବଡ଼ ଗୁଣ୍ଡା, ସେ ତୁମକୁ ଆଉ ରଖିବେନି, ମୁଁ ମୋ କଥା ବୁଝିବି, ଯଦି ଗଭର୍ଣ୍ଣମେଣ୍ଟ ଓକିଲ ମୋତେ ଦେବ ମୁଁ କେସ୍ ଲଢ଼ିବି। ସେ ଆତ୍ମହତ୍ୟା କାହିଁକି କଲେ? ଆତ୍ମହତ୍ୟା କଥାର ସାର୍ ମୁଁ କିଛି ଜାଣିନି। ମୁଁ ଯେଉଁ ପହରଦିନ ତାକୁ ଛାଡ଼ିକି ଯାଇଛି ଭଦ୍ରକରେ। ମୋତେ କହିଲେ କି ତୁ ପାଠ ପଢ଼ୁଛୁ, ତୁ ପଳା, ତୁ କାହିଁ ମୋ ପାଇଁ ଫସିବୁ, ମୁଁ ସେଭ୍ରେ ରହିମି, ମୁଁ ଜାଣିଛି କେଉଁ ବାଟେ କ'ଣ ଯିମି, ମୁଁ ସେଭ୍ରେ ରହିମି, ତୁ ପଳା। ପଳେଇଲା ପରେ ଆଜ୍ଞା ସିଏ ତାପରେ କୁଆଡ଼େ ଯାଇଛନ୍ତି ମୁଁ ଜାଣିନି। ମୁଁ ବ୍ରହ୍ମପୁର ଗଲା ପରେ ସକାଳୁ ମୋତେ ପୁଲିସ ଧରିଲେ, କର୍ଣ୍ଣାଟକ ପୁଲିସ। କେତେ ଦିନ ତମକୁ ପୁଲିସ ରଖିଲେ? ପୁଲିସ କ'ଣ କଲେ? ପୁଲିସ ଆଜ୍ଞା ସକାଳେ ଧରିଛନ୍ତି, ଗୋଟେ ଦିନ ପୁରା ରଖିଛନ୍ତି। ସକାଳେ ସେ ଗାଡ଼ିରେ ହିଁ ରଖିଛନ୍ତି, ଗାଡ଼ିରେ ରଖିକି ଆଜ୍ଞା ମାରିକି ପଚରା ଉଚରା କରୁଥିଲେ। ତାପରେ ଆଜ୍ଞା ମୋତେ ନେଲେ ବ୍ରହ୍ମପୁର, ଆଣିଲେ ଭୁବନେଶ୍ୱର, ବାଲେଶ୍ୱର, ଭଦ୍ରକ। ରାତିର ବାଲେଶ୍ୱର ଫାଣ୍ଡିକି ନେଲେ, ସେଠି ବି କିଛି ରିପୋର୍ଟ କଲେ। ରିପୋର୍ଟ କଲା ପରେ ଆଜ୍ଞା ଭଦ୍ରକ ଆଇଲେ। ଭଦ୍ରକରେ ସେଠି ଥାନାରେ ମନା କଲେ କି ନା ଆମର ଏଠି କେହି ମାନେ ସୁବିଧା ନାହିଁ ରହିବା ପାଇଁ। ତ ସିଏ ମୋତେ ମୁଁ କହିଲେ କି ତୋ ଭାଇର ଏଇଭଳିଆ ଡେଥ୍ ହେଇସାରିଛି, ସେଥିପାଇଁ ଆମେ ଛାଡ଼ୁଛୁ। ତ ସେ ଯେଉଁ ଭାଇ ତମ ବାଙ୍ଗାଲୋରରେ ରହୁଥିଲେ, କେତେ ବର୍ଷ ଲାଗିଲାଣି, ସେ କରନ୍ତି କ'ଣ? ସିଏ ଆଜ୍ଞା ବହୁତ ଦିନ ହେଲାଣି କାମ କରନ୍ତି। ସିଏ ପାଖାପାଖି 7 ରୁ 8 ବର୍ଷ ହେଲାଣି ବେଙ୍ଗଲୋରରେ ରୁହନ୍ତି ଆଜ୍ଞା। ସେ ଯେଉଁ ବେଙ୍ଗଲୋର ରହୁଥିଲେ, ଟଙ୍କା ପଇସା ଘରକୁ ଦଉଥିଲେ ନା? ଟଙ୍କା ପଇସା ଆଗରୁ ସାର୍ ଠିକ୍ ଠାକ୍ ଦେଉଥିଲେ, ଭଲ ଭାବରେ ଦେଉଥିଲେ, କିନ୍ତୁ ଏଇ ଗତ 2.5 ବର୍ଷ 3 ବର୍ଷ ହେବ ସେମିତି ରେସ୍ପନ୍ସ ନାହିଁ। ଯେଉଁ ଯେତେବେଳେ ଆସିକି ତମ ପାଖରେ ରହିଲେ, ତାଙ୍କର କେମିତି ଯେଉଁ ବ୍ଲାକମେଲିଂ କଥା ଛଡ଼ା ଆଉ କିଛି କହିଥିଲେ କି କ'ଣ? ସାର୍ ଆଉ କିଛି କହିନଥିଲେ। ହଁ କହିଥିଲେ କି ଘରର ଯେତିକି ମାନେ ଇଏ ତୋତେ ଲାଗିଲା, କାହିଁକି ନା ମଝିଆ ଏତେ ଇଏ ନୁହଁ, ତୋତେ ଲାଗିଲା, ତୁ ଦେଖିକି ଯାହା କରିବୁ କରିବୁ, ଆଉ ମୋର ଜୀବନ ବର୍ବାଦ ହେଇସାରିଲାଣି। ତ ୟାଙ୍କର ସମ୍ପର୍କ କେମିତି ଗଢ଼ି ଉଠିଲା, କ'ଣ କେମିତି? ସେ ବିଷୟ ସାର୍ କିଛି କହିନାହାନ୍ତି। ଏତିକି କଥା କହିଥିଲେ କି ତା ପାଇଁ ଆମ ସୁନାର ପରିବାରଟା ଉଜୁଡ଼ିଗଲା।
तो बर्तमान घर को भी आसछंती तुमे घर को आछ माँ बाबा ଆଜ୍ଞା। बता तुम आउ गोटे भाई भी अच्छी ताकू पुलिस ତାକୁ ସାର୍ ପୁଲିସ କଷ୍ଟଡିରେ ରଖିଛନ୍ତି ବେଙ୍ଗଲୋରର। ମତେ କାଲି ତା ସହିତ କଣ୍ଟାକ୍ଟ କରେଇଥିଲେ କି ତୋ ଭାଇକି ଆମେ ଏଭଳିଆ ବାଡ଼ଉଛୁ, ତୁ ସତ କଥା କହ। ମୁଁ ସାର୍ ସତ କଥା କହିଲା ପରେ ବି ସେ ବିଶ୍ୱାସ କରୁନଥିଲେ। ଭାଇକି ବାଡ଼େଇ ବିଛନ୍ତି। ତାପରେ ଆଜ୍ଞା କଥା ହେଲା ପରେ ଭାଇ କିଛି ସମୟ କଥା ହେଲା ପରେ ତାପରେ ଫୋନ୍ କାଟିଦେଲେ। ଆଉ ସାର୍ କଥା କରେଇଲେନି। ମୁଁ ରାତି ସାରା କହି କହି କଥା କରେଇଲେନି। ମତେ ସକାଳୁ ଭୁବନେଶ୍ୱର ଷ୍ଟେସନରେ ଛାଡ଼ି ଗଲେ, ନାଇଁ ଭୁବନେଶ୍ୱର ବସ୍ ଷ୍ଟାଣ୍ଡ। तुमको भी पुलिस मार तो ଆଜ୍ଞା तो तुमको जो पुलिस नेला तुमको कही दिला जे तुमको ଆଜ୍ଞା ମତେ ଫଟୋ ଦେଖେଇଲା କି ଇଏ କାହା ଫଟୋ? ମୁଁ କହିଲି ହଁ ଇଏ ମୋ ଭାଇ ମୁକ୍ତି ଫଟୋ। ତାପରେ ମୋ ଫଟୋ ଦେଖେଇଲା, କହିଲା ଇଏ କାହା ଫଟୋ? ମୁଁ କହିଲି ମୋ ଫଟୋ। ତାପରେ ସିଏ ଭାଇଙ୍କର ବି ଫଟୋ ଦେଖେଇଲା ମୋ ଫଟୋ। ତାପରେ ମାରି ଚାଲିଲେ ପ୍ରଥମେ। ମାରି ଚାଲିଲା ପରେ ପଚାରିଲେ ସେ କୋଉଠି ଅଛି? ମୁଁ କହିଲି ସାର୍ ମୁଁ ଜାଣିନି। ପ୍ରଥମେ ମୁଁ ତ ସାର୍ ଲୁଚେଇଥିଲି। ତାପରେ ମତେ କାରକୁ ନେଲା ପରେ ମୁଁ ସବୁ ସତ କଥା କହିଲି। କହିଲା ତଥାପି ସେ ମତେ ମାରୁଥିଲେ, ଟର୍ଚର କରୁଥିଲେ। ତାପରେ ସାର୍ କିଛି ସମୟ ପରେ ମତେ ବନ୍ଦ କରିଦେଲେ ସେମିତି କରିବା। ତାପରେ ବନ୍ଦ କଲା ପରେ ତାପରେ କହିଲେ कि ସଞ୍ଜବେଳେ ତ ରାତିରେ କହିଲେ कि तो भाई ଏଇଭଳିଆ ସୁଇସାଇଡ୍ କରିଦେଲେ। तो से महिला तुम भाई को टर्चर करथला ଆଜ୍ଞା सेति भाई भाई एमती कले ଆଜ୍ଞା से बर्तमान जो मानसिक स्थिति बनौला से आत्महत्या ସେ ମାନସିକ ସ୍ଥିତି ମୋ ସହିତ ଯେତେବେଳେ ଥିଲା ସବୁ ଠିକ୍ ଥିଲା। କିନ୍ତୁ କାଲି ଟିକେ ସାର୍ ବିଗିଡ଼ି ଯାଇଥିଲା। କାଲି ସେ ବାରମ୍ବାର ସିଗାରେଟ୍ ସାର୍ ବୋଧେ ମୋ ସହିତ ଥିଲା ଭିତରେ 30ଟା ଖଣ୍ଡେ ସିଗାରେଟ୍ ଟାଣିଛି ସେ। ତ ବାରମ୍ବାର କହିନି କାହିଁକି ଏମିତି ଟାଣୁଛୁ ସିଗାରେଟ୍? ସିଗାରେଟ୍ ଟାଣିଲା ବେଳକୁ ମାନେ ଭଲ ଲାଗୁନି, ଇଏ ଲାଗୁନି ଏଭଳିଆ କହିଥିଲା। ତାପରେ ମତେ ବିଦା କରିଦେଲା ପରେ ସେ तुमको जो कहला तुम भाई हिसाब से तुम तुमको कहितलो कि ना पुलिस वाले तो कहला ये गरिया सब कुछ कहि ସେମିତି କିଛି କହିନି ସାର୍। तुम कौन भाई तुमको कहला ପରେ जो कथा मो जनको मारी के आछि ଏଭଳିଆ କଥା କହିଲା ପରେ ମୋ ସାମ୍ନାକୁ ସାର୍ ପ୍ରଥମେ ଆଇଲା କି ଆକୁ ଫାଶୀ ହେଇଯିବ। ତେଣୁ କରି ମୁଁ ତାକୁ ସେଭ୍ରେ ରଖିବା ପାଇଁ ମୁଁ ସାର୍ କଲେଜ ବି ଯାଏନା, ରୁମ୍ରେ ପ୍ରାୟତଃ ରହେ ସେଭ୍ ରଖିବା ପାଇଁ ତାକୁ। ତାପରେ ସେ କହିଲା କି ତୁ ପାଠ ପଢ଼ା ଛୁଆ, କାହିଁକି ତୁ ମୋ ପାଇଁ ହଇରାଣ ହବୁ।